ଆଜି ମୁଁ ବହୁତ ଖୁସି କାରଣ ଆଜି ଗୋଟେ ଖୁସିର ମୁହୂର୍ତ୍ତ। ସେଇ ଖୁସିର ମୁହୂର୍ତ୍ତ ଆପଣମାନଙ୍କ ସହିତ ସେୟାର କରିବା ପାଇଁ ଆସିଛି। ତ ମୁଁ ଯଥାର୍ଥ ଆପଣମାନଙ୍କୁ ସ୍ୱାଗତ କରୁଛି ଏକ ନୂଆ ବ୍ଲଗ୍ରେ। ତ ଚାଲନ୍ତୁ ଆଜି ଏକ ନୂଆ ସ୍ଥାନକୁ ବୁଲିଯିବା, କାରଣ ସେଇଟା ହେଉଛି ଗୋଟେ ପର୍ବତ ଉପରେ ଜଗନ୍ନାଥ ମନ୍ଦିର। ତ ଜାଣିଥିବେ ଆପଣ ଲବଣଗିରି ପର୍ବତ ଉପରେ ଜଗନ୍ନାଥ ମନ୍ଦିର। ତ ଚାଲନ୍ତୁ ଆଜି ବୁଲିଯିବା ଲବଣଗିରି ଜଗନ୍ନାଥ ମନ୍ଦିର। ତ ଏବେ ବାହାରିଲୁ, ଟିକେ ଟିକେ ଖରା ହେଉଛି, ତଥାପି ଖରାରେ ଆମେ ଚାଲିଲୁ ଆପଣମାନଙ୍କ ପାଇଁ। ତ ରାସ୍ତାରେ ଯାଉଛୁ, ଦେଖନ୍ତୁ କିଛି ବାଟ ଯିବାକୁ ତ ପଡ଼ିବ, କାରଣ ଯାହା ବି ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ପଡ଼ିବ ନା ନିଶ୍ଚୟ। ତ ଚାଲନ୍ତୁ ଯିବା, ଏବେ ଧୀରେ ଧୀରେ ଯାଉଛୁ। ତ ଚାଲୁ ଏବେ ପହଞ୍ଚିଗଲୁ ପର୍ବତର ପାଦଦେଶରେ। ତ ପର୍ବତ ଉପରକୁ ଯିବା ପାଇଁ ଟିକେ କଷ୍ଟ ତ ଲାଗିବ, ରାସ୍ତା ଟିକେ ସେମିତି ଭଲ ନାହିଁ, ତଥାପି ଗାଡ଼ି ଗଲା ଭଳିଆ ରାସ୍ତା ଅଛି। ତ ଚାଲନ୍ତୁ ଯିବା। ତ କାମ ହୋଇଗଲା ପରେ ଏଇଟା ବହୁତ ଡେଭଲପ୍ କରିବ ଜଣାପଡ଼ୁଛି, କାରଣ ଏଇଟା ଆମର ଏଇ ଭୁବନେଶ୍ୱର ନିକଟସ୍ଥ ଅତି ନିକଟରେ, ଆଉ ସୁନ୍ଦର ପରିବେଶ ମଧ୍ୟରେ ମନ୍ଦିରଟି। ବହୁତ ଖୁସି ଲାଗୁଛି, ଯାହା ହଉ ଆଜି ପ୍ରଭୁଙ୍କ କୃପା ଥିଲା। ତେବେ ସକାଳୁ ମୁଁ ଆସି ଯାହା ପ୍ରଭୁଙ୍କ ଦର୍ଶନ ପାଇଁ ବାହାରିଗଲି। ତ ଗାଡ଼ିଟା ଏଇଠାକୁ ପାର୍କ କରିଦେଇ ଯିବା, ଆପଣଙ୍କୁ ସବୁ ଭିଉ ଦେଖେଇବା। ତ ଦେଖନ୍ତୁ କେତେ ସୁନ୍ଦର ଭିଉ, କାରଣ ଏଇଟା ପର୍ବତ ଉପରେ, ତଳକୁ ସବୁ ଭଲ ସୁନ୍ଦର ଦେଖାଯାଉଛି। ଦେଖନ୍ତୁ ତ ଚାରିପଟର ଦୃଶ୍ୟ ଟିକେ ଦେଖିଦିଅନ୍ତୁ, ବହୁତ ଭଲ ଦୃଶ୍ୟ ଦେଖିଦିଅନ୍ତୁ। ଆମେ ତ ସକାଳୁ ସକାଳୁ ଯାଇଥିଲୁ, କାରଣ ଏତେ ଲୋକ ବି ନଥିଲେ, ସେଥିପାଇଁ ଗହଳି ଚହଳି ବି ନଥିଲା, ଶାନ୍ତ ଲାଗୁଥିଲା ପରିବେଶ ବହୁତ। ଟିକେ ଏଠି ଖରା ବି ନାହିଁ, ରାସ୍ତାରେ ଯେତେ ଜୋର ଖରା ଲାଗୁଥିଲା, କିନ୍ତୁ ଉପରେ ଏତେ ଖରା ନାହିଁ। ଟିକେ ଟିକେ ପାଗଟା ଟିକେ କୋହଲା ଭଳିଆ ଲାଗୁଛି, ଏଇଟା ପାହାଡ଼ ଉପରେ ନା, ତ ଭଲ ଲାଗୁଛି ନିଶ୍ଚୟ। ତ ଯାହା ହଉ ମନ ଆନନ୍ଦିତ ହେଇଗଲା। ଯାହା ହଉ ମୁଁ ବି ଏଇଟା ଦେଖିନଥିଲି, ଏଇଟା ଫାର୍ଷ୍ଟ ଟାଇମ୍ ଆସିଛି। ତ ଭାବିଲି ଏଇଟା ବି ଆମର ଦର୍ଶକମାନଙ୍କ ପାଇଁ, ମାନେ ମୋ ସବସ୍କ୍ରାଇବର୍ମାନଙ୍କ ପାଇଁ ଦେଖିଦେବା। ତ ମୁଁ ନିଜେ କାହିଁ ଏକୁଟିଆ ଦର୍ଶନ କରିବି, ସମସ୍ତଙ୍କୁ ବି ଦର୍ଶନ କରାଇଦେବି। ତ ଆସନ୍ତୁ ଦେଖନ୍ତୁ, ଏବଂ ଏଟାର ମଜା ବହୁତ ଅଲଗା ପ୍ରକାର। ତ ଆସନ୍ତୁ ଦର୍ଶନ କରି ଯାଆନ୍ତୁ। ବହୁତ ସୁନ୍ଦର ପରିବେଶ, ସହର ଠାରୁ ବହୁତ ଦୂରରେ। ତ କାମ ଏବେ ଚାଲିଛି, କାମ ହେଇଗଲା ପରେ ବଢ଼ିଆ ଦେଖାଯିବ। ତ ଏବେ ଟିକେ ଫଟୋ ଗୋଟେ ଉଠେଇଦେବା, ତାପରେ ଯିବା। ଦେଖନ୍ତୁ ଆଉ ଗୋଟେ ମନ୍ଦିର, ସବୁ ଲକ୍ଷ୍ମୀ ମନ୍ଦିର, ଗଣେଶ ମନ୍ଦିର, ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ସବୁ ପ୍ରକାର ମନ୍ଦିର ଅଛି। ଆପଣ ଦର୍ଶନ କରିପାରିବେ ଗୋଟିଏ ସ୍ଥାନରେ, ସବୁ ପ୍ରଭୁମାନଙ୍କୁ ଦର୍ଶନ କରି। ତେବେ ଯିବା ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ତ 22 ପାହାଚ ଚଢ଼ି ଯିବି ଉପରକୁ, ତାପରେ ପ୍ରଭୁଙ୍କୁ ମୁଣ୍ଡିଆ ମାରି ଯିବି ଭିତରକୁ। ତ ଚାଲନ୍ତୁ ଯିବା ପ୍ରଭୁଙ୍କୁ ଦର୍ଶନ କରିବା। ତ ଏବେ ମୁଣ୍ଡିଆ ମାରିଦେଲି, ତ ଭିତରେ ଯାଇ ଟିକେ ପ୍ରଣାମ କରିଦେବା, ପ୍ରଭୁଙ୍କୁ ଦୁଃଖ ବି ଜଣାଇଦେବା। ବହୁତ ଦୁଃଖୀ ଲୋକ ଆମେ, ଦୁଃଖ ଟିକେ ଜଣାଇ ବାହାରି ଯିବା, ପରିକ୍ରମା କରିବା ଚତୁଃପାର୍ଶ୍ୱ, କାରଣ ମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରନ୍ତି, ଏହା ଅଛି। ତ ଦେଖନ୍ତୁ ପ୍ରଭୁଙ୍କୁ ଟିକେ ଦର୍ଶନ କରିଦେଲେ, କାହିଁକିନା କ୍ୟାମେରା ଆଲାଉ ନାହିଁ ଲେଖା ହେଇଛି, ସେଥିପାଇଁ ବାହାରୁ ଟିକେ ଦେଖେଇଦେଲି। ତ ମୁଣ୍ଡିଆଟେ ମାରି ଏବେ ବାହାରି ଯିବା ପରିକ୍ରମା ପାଇଁ। ତ ଚାଲନ୍ତୁ ଏବେ ପରିକ୍ରମା କରିବା। ତ ଏବେ ଚାଲନ୍ତୁ ଦେଖନ୍ତୁ କେତେ ସୁନ୍ଦର, ଅତି ସୁନ୍ଦର, ନିଖୁଣ ପରି କାମ ହୋଇଛି।
ଦେଖନ୍ତୁ ଉପର ଭାଗକୁ ବି ମୁଁ କହୁଛି ଦେଖିବାକୁ। ଦେଖନ୍ତୁ ନେତ ଉଡ଼ୁଛି, ତ ଦର୍ଶନ ବି ସରିଗଲା। ଏମିତି ପ୍ରଭୁଙ୍କ କୃପା ଲାଗିଥାଉ। ଏମିତି ମୁଁ ଦର୍ଶନ ପାଇଁ ଆସୁଥାଏ ଓ ଆପଣମାନଙ୍କୁ ନୂଆ ନୂଆ ସ୍ଥାନ ବି ଦେଖାଉଥାଏ। ତ ଏତିକି କୃପା ହଉ। ଆପଣମାନେ ତ ସବୁ ଦେଖୁଛନ୍ତି, କିନ୍ତୁ ଭାଇକି ଟିକେ ସବସ୍କ୍ରାଇବ୍ ବି କରୁନାହାନ୍ତି। କାରଣ ସବସ୍କ୍ରାଇବ୍ କଲେ ମନୋବଳ ଟିକେ ବଢ଼ିବ, ତ ଲାଇକ୍ କଲେ ଟିକେ ଖୁସି ଲାଗିବ। ତ ସବସ୍କ୍ରାଇବ୍ କରନ୍ତୁ। ଆପଣମାନେ ଟିକେ ସବସ୍କ୍ରାଇବ୍ କଲେ ମୁଁ ନିଶ୍ଚୟ ଆଗକୁ ଆହୁରି ଭଲ ଭଲ ଜାଗା ଆପଣମାନଙ୍କୁ ଦେଖେଇବି। ତ ମନୋବଳ ଦୃଢ଼ ପାଇଁ ନିଶ୍ଚୟ ଆପଣମାନଙ୍କର ସହାୟତା ଦରକାର। ନିଶ୍ଚୟ ଆପଣମାନେ ସାହାଯ୍ୟ କରିବେ। ତ ଏତିକି ମୁଁ କହୁଛି ପ୍ରଭୁ। ତାପରେ ଏବେ ବାହାରିଗଲୁ ଘରକୁ। ତ ଦେଖନ୍ତୁ ଯେଉଁପଟେ ଆସିଥିଲୁ ସେଇପଟେ ହିଁ ବାହାରିଲୁ। ଦେଖନ୍ତୁ ଆସିଲା ବେଳକୁ କେତେ ଉଠିକି ଯାଇଥିଲୁ, ଏବେ ଗଲା ବେଳକୁ ପୁରା ଗଡ଼ି ଯିବାକୁ ପଡ଼ୁଛି। କାରଣ ଏବେ ତଳକୁ ଆମେ ଯାଉଛୁ। ସେତେବେଳେ ଉପରକୁ ଉଠିଥିଲୁ, ଏବେ ତଳକୁ ଯାଉଛୁ। ତ ଚାଲିଲୁ। ଯେମିତି ଆମେ ଉଠିଥିଲୁ ଉପରକୁ, ସେମିତି ଏବେ ତଳକୁ ଖସୁଛୁ। ତଳକୁ ଖସିଲୁ। ଆହୁରି କିଛି ବାଟ ଯିବା ପରେ ଯାଇ ମୁଖ୍ୟ ରାସ୍ତାରେ ଆମେ ମିଶିବୁ। ତାପରେ ଏମିତି ସବୁ ବୁଲାବୁଲି ପରେ ଟିକେ ଭୋକ ଲାଗିଲା, ତ ଖାଇଦେଲି ଟିକେ ଦହିବରା। ତ ଦହିବରାର ଟେଷ୍ଟ ଟିକେ ବହୁତ ଭଲ ଥିଲା। ତ ଆପଣମାନଙ୍କ ସହିତ କଥା ହେଇ କେତେବେଳେ ଟାଇମ୍ଟି ପଳେଇଲା ମୁଁ ବି ନିଜେ ଜାଣିପାରିଲିନି। ତ ଆପଣଙ୍କୁ ଯଦି ଏ ଭିଡ଼ିଓଟି ଭଲ ଲାଗିଥିବେ ତାହେଲେ ସବସ୍କ୍ରାଇବ୍ଟେ କରିବେ ଏବଂ ଲାଇକ୍ଟେ କରିବେ ଏବଂ ନିଜର ମତାମତ ଦେବେ। ଆଉ କେମିତି ଭଲ ହେଇପାରିବ ମୋତେ ଉପଦେଶ ବି ଦେବେ, କମେଣ୍ଟଟେ କରିବେ। ତ ନୂଆ କ୍ରିଏଟର୍ଟେ, କିଛି ଜାଣିପାରୁନି, ତଥାପି ଆପଣମାନଙ୍କୁ 100% ଦେବାକୁ ଚେଷ୍ଟା କରୁଛି, କିନ୍ତୁ ହେଇପାରୁନି। ତଥାପି ଯାହା ବି ହେଉଛି ଗୋଟେ ପ୍ରକାର ହେଉଛି। ତ ଆପଣମାନେ ଏନ୍ଜୟ କରନ୍ତୁ। ମୁଁ ରହୁଛି। ଜୟ ଜଗନ୍ନାଥ।